ଜୟ ଜଗନ୍ନାଥ। ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ ଲକ୍ଷ୍ମୀ ଯମରାଜ ସମ୍ବାଦୀ କ୍ଷେତ୍ର ମାହାତ୍ମ୍ୟ ଦ୍ୱିତୀୟ ଅଧ୍ୟାୟ। ଜୈମିନୀ ଉବାଚ। କହନ୍ତି ଜୈମିନୀ ମୁନି ଶୁଣ ତପୋଧନ ବ୍ରହ୍ମା ଶ୍ରୀକ୍ଷେତ୍ର ତହୁଁ କରିଲେ ଗମନ। ଶ୍ରୁତି କାଳେ ଥିଲା ଯେଉଁ ରୂପ ଦୃଷ୍ଟି ପଥେ ସେ ରୂପ ଧରି ଦର୍ଶନ ଦେଲେ ଜଗନ୍ନାଥେ। आहे ମୁନିଗଣ ବ୍ରହ୍ମା କରନ୍ତେ ଦର୍ଶନ ମନରେ ଜାତ ଅଦ୍ଭୁତ ଜ୍ଞାନ ତତ୍କ୍ଷଣ। ଅନେକ ସ୍ତୁତି କରିଲେ ବ୍ରହ୍ମା ସେ କାଳରେ କାକଟିଏ ଉପସ୍ଥିତ ହେଲା ସେ ସ୍ଥାନରେ। ପିପାସାର୍ତ୍ତ ଥିଲା କୁଣ୍ଡ ଜଳେ କଲା ସ୍ନାନ ନୀଳମାଧବଙ୍କୁ ତହିଁ କରନ୍ତେ ଦର୍ଶନ। କାଳ ଦେହ ଛାଡ଼ି ହେଲା ତାର ଚାରି ହାତ ଶଙ୍ଖ ଚକ୍ର ଗଦା ପଦ୍ମ ହସ୍ତରେ ଶୋଭିତ। ପ୍ରଭୁଙ୍କ ନିକଟେ ଯାଇ କଲା ଅବସ୍ଥାନ ଏହା ସୁଚକ୍ଷୁରେ ବ୍ରହ୍ମା କରିଲେ ଦର୍ଶନ। କାକର ଏ ଗତି ଦେଖି ମନେ କଲେ ଧାତା ଯୋଗୀନ୍ଦ୍ର ଗଣେ ଦୁର୍ଲଭ ଏ ଗତି ସର୍ବଥା। ମୋର ଏ ସୃଷ୍ଟି ନିଶ୍ଚୟ ହୋଇବ ତ କ୍ଷୟ ବେଦାନ୍ତେ ମୁକ୍ତି ବିଷୟରେ ରହିଛି ସଂଶୟ। ଏ କ୍ଷେତ୍ର କଲେ ବସତି ବିଷ୍ଣୁ ଭକ୍ତଙ୍କର ଦୁର୍ଲଭ ନୁହେଁ ମୁକ୍ତି ମାନବ କୁଳର। आहे ଦ୍ୱିଜଗଣ ବିଷ୍ଣୁ କହିଥିଲେ ଯାହା ବ୍ରହ୍ମା ଦର୍ଶନ କରିଲେ ସୁଚକ୍ଷରେ ତାହା। ନାମ କୀର୍ତ୍ତନରେ ପାପ ହୁଏ ଦହନ ମୋକ୍ଷ ନୁହେଁ ଦୁର୍ଲଭ କରିଲେ ଦର୍ଶନ। ପ୍ରାଣ ତ୍ୟାଗ କାଳେ ମନେ ବିଷ୍ଣୁ ଚିନ୍ତା କଲେ ମୁକ୍ତି ଲାଭ ହୋଇଥାଏ ସୁଯିବେ ସକଳେ। ସାକ୍ଷାତ ଦର୍ଶନ କଲେ ଭଗବାନଙ୍କର ମୁକ୍ତି ଦୁର୍ଲଭ ନୋହିବ ସଂଶୟ ନ କର। ପୁରୁଷୋତ୍ତମ କ୍ଷେତ୍ରର ମହିମା ଅଦ୍ଭୁତ କାକ ହୋଇଛି ଯେ ସ୍ଥାନେ ବିଷ୍ଣୁ ରୂପ ପ୍ରାପ୍ତ। ପରମ ଦୁର୍ଲଭ ଏହି କ୍ଷେତ୍ରଟି ସତତ ଅଜ୍ଞାତ ଜୀବମାନଙ୍କୁ କରଇ ମୁକ୍ତ। ଯେ ନର ଶାନ୍ତି ବୈରାଗ୍ୟ ଆତ୍ମଜ୍ଞାନେ ଯୁକ୍ତ ମୁକ୍ତି ବିଷୟ ତାହାର ସଂଶୟ ନାହିଁ ତ। ଋଷୟ ଉଚୁଃ ନୀଳମାଧବଙ୍କୁ ବ୍ରହ୍ମା କଲେ ଦର୍ଶନ କାକ ମୁକ୍ତି ହୋଇଗଲା ଦେଖିଲେ ତତ୍କ୍ଷଣ। ତହୁଁ କି କରିଲେ ଧାତା ହେ ମୁନିବର କହନ୍ତି ମନୁ ସଂଶୟ ହୋଇଯାଉ ଦୂର। ଜୈମିନୀ ଉବାଚ। ଅଦ୍ଭୁତ ଏ ଦୁଇ କଥା ଦେଖି ବେଦବର ମାଧବଙ୍କୁ ମନ ମଧ୍ୟେ ଚିନ୍ତିଲେ ସତ୍ୱର। ସେ କାଳରେ ଯମରାଜା ନିଜେ ଅଧିକାର ଚାଲିଯିବି ବୋଲି ମନେ କରିଲେ ବିଚାର। ବ୍ୟାକୁଳେ ମ୍ଳାନ ବଦନେ ଧାଇଁ ଧାଇଁ ଗଲେ ନୀଳ ସମୁଦ୍ର ପର୍ବତେ ଉପସ୍ଥିତ ହେଲେ। ନୀଳମାଧବଙ୍କୁ କଲେ ସାଷ୍ଟାଙ୍ଗ ପ୍ରଣାମ ଅଧିକାର ଭିକ୍ଷା ଅର୍ଥେ କଲେ ନିବେଦନ। ଯମ ଉବାଚ। ନମସ୍ତେ ଦେବ ଦେବଶ ଶୁଣ ମୋ ବଚନ ସୃଷ୍ଟି ସ୍ଥିତି ପ୍ରଳୟର ତୁମ୍ଭେ ତ କାରଣ। ସୂତ୍ରେ ମଣି ଗୁନ୍ଥା ପରି ସମସ୍ତ ଜଗତ ଗ୍ରଥିତ ହୋଇଛି ତୁମ୍ଭଠାରେ ଜଗନ୍ନାଥ। ଆପଣ ତ ଜଗତକୁ କରିଛ ଧାରଣ ସୃଷ୍ଟି କରିଅଛ ପୁଣି କରୁଛ ପାଳନ। ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ରୂପେ ସମଗ୍ର ଜଗତ ପ୍ରକାଶିତ କରୁଅଛି आहे ବିଶ୍ୱନାଥ। ବିଶ୍ୱେଶ୍ୱର ଜଗତଜନନୀ ବିଶ୍ୱର ଆଧାର ତୁମ୍ଭେ ଜଗଦ୍ଗୁରୁ ରୂପେ ସାକ୍ଷୀ ଏ ବିଶ୍ୱର। ଉତ୍ପତ୍ତି ବିନାଶ ଶୂନ୍ୟ ତୁମ୍ଭଙ୍କୁ ପ୍ରଣାମ କୃପା ଜଳ ସାଗର ହେ ଘେନ ନିବେଦନ। ତୁମ୍ଭର ପର ଯେ ପର ଆଉ ପରାତୀତ ତୁମ୍ଭଠାରୁ ଏହି ବିଶ୍ୱ ହୋଇଛି ସମ୍ଭୂତ। ତାପର ତୃଷାର ନାଶ ଅର୍ଥେ ସୂର୍ଯ୍ୟ ସମ ଦୁଃଖୀ ଜନ ମାନଙ୍କର ବାନ୍ଧବ ସମାନ। ନିଜ ମାୟାରେ ତ୍ରିଗୁଣ ରଜ୍ଜୁ କରିଅଛି ସେ ରଜ୍ଜୁରେ ଜୀବ ଜଗତକୁ ଭ୍ରମାଉଛି। ପଦ୍ମ କେଶର ସମାନ ପୀତ ବସ୍ତ୍ରଧାରୀ ମହାଯୁଦ୍ଧରେ ରିପୁ ଶିର ଚକ୍ରରେ ନିଭାରୀ। ନିଜ ଦନ୍ତରେ ପୃଥିବୀ କରି ଉତ୍ତୋଳନ ଋକ୍ ଯଜୁଃସାମ ସ୍ୱରୂପେ ପ୍ରଭୁ ନମୋ ନମ। ଯଜ୍ଞ ବରାହ ସ୍ୱରୂପ କରିଛ ଧାରଣ ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ସମ ତ୍ରିନେତ୍ର ଶୋଭନ। ନରସିଂହ ଅବତାର ହୋଇନ ଆପଣ ଭୀଷଣ ଦନ୍ତରେ ଶତ୍ରୁଗଣ କଲ ଚୂର୍ଣ୍ଣ।
कटाक्षपात मात्रके सृष्टि स्थिति लय विविध रूपे संसारे हुई उदय मेघ वर्णे नील कांतमणिमय देह धरी नीलाद्रिरे करिछ विजय हे कृपानिधि तव पदे नमो नम शंख चक्र गदा पद्म हस्ते सुभूषण शुभकारी मुरबेरी पणत जनर शेष दुरित राशि करुअछ दूर करपांग संस्पर्शरु नीति शोभित तब नयन करुछि प्रणति शिवश्च कौस्तुभ शोभा पाए वक्षस्थले पाद पद्म आश्रय कले ऐश्वर्य मिले से पद आश्रय लक्ष्मी ऐश्वर्यशालिनी आश्रित जनगणर ऐश्वर्य दायिनी सृष्टि कला इच्छा बेले प्रकृति पुरुष पृथक पृथक भावे हुअन्ति प्रकाश से प्रकृति निर्विकार परम ब्रह्मंकर विकार संपादन रे हुई तत्पर लक्ष्मी रूपे जगतर पूर्ण शुभंकरी नारायणकर वक्ष देशरे बिहारी ସେହି ଲକ୍ଷ୍ମୀ ଦେବୀଙ୍କର ଚରଣେ ପ୍ରଣାମ କହନ୍ତି ଜୈମିନୀ ପୁଣି ଶୁଣ ମୁନିଗଣ ଯମ ରାଜା ସ୍ତୁତି ଶୁଣି ତୁଷ ଭଗବାନ ନେତ୍ର ଠାରି ଦେଖି ଲକ୍ଷ୍ମୀ ଦେବୀଙ୍କୁ ବହନ ଭବ ଦୁଃଖ ବିନାଶିନୀ ଲକ୍ଷ୍ମୀ ଦେବୀ ତହିଁ ରାଜାଙ୍କୁ ସେ ଲୋକହିତ ଅର୍ଥ କହି ତାଙ୍କୁ ଦଣ୍ଡିବା ଅର୍ଥ କରୁଅଛ ସ୍ତୁତି କେହି ପାପୀ ଏ କ୍ଷେତ୍ରରେ ନ କରେ ବସତି ଏ ପୁରୁଷୋତ୍ତମ କ୍ଷେତ୍ର ଆମ୍ଭ ଦୁହିଁଙ୍କର ସ୍ୱତନ୍ତ୍ର ଅଟଇ ଏତେ ସନ୍ଦେହ ନ କର ଯେତେବେଳେ ହୋଇବଟି କଳ୍ପ ଅବସାନ କ୍ଷେତ୍ର ପରିତ୍ୟାଗ ନ କରିବୁ କଦାଚନ ଏ କ୍ଷେତ୍ରରେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର କେବେ ଅଧିକାର ନାହିଁ ଜାଣ ନିରାଧାର ଶୁଭାଶୁଭ କର୍ମରତ ଯେଉଁ ଫଳ ଲାଭ ସେହି ଫଳ ଏ କ୍ଷେତ୍ରରେ ନୁହଁଇ ସମ୍ଭବ ଦୁରାଚାରୀ ନର ପକ୍ଷୀ ଆଦି ଜୀବଗଣ ପ୍ରବେଶିଲା ମାତ୍ରେ ଏଥି ଦୁରିତ ଦହନ ଯେଉଁପରି ତୁଳା ରାଶି ଅଗ୍ନିରେ ଦହନ ହୋଇଯାଏ ପାପ ରାଶି ଏ କ୍ଷେତ୍ରରେ ଲୀନ ପାପ ପୁଣ୍ୟ ଶୃଙ୍ଖଳାରେ ଆବଦ୍ଧ ଯେ ଜୀବ ତାକୁ ତୁମ୍ଭେ ଯମ ହୋଇ ଶାସନ କରିବ ଏ କ୍ଷେତ୍ରରେ ମୂର୍ତ୍ତିମାନ ନାରାୟଣଙ୍କର ଦର୍ଶନରେ କର୍ମଫଳ ହୋଇଯାଏ ଦୂର ଯମରାଜା ଅନ୍ୟ ସ୍ଥାନେ କର ଅଧିକାର ଏହି କ୍ଷେତ୍ରେ ପାପ ପୁଣ୍ୟ ବିଚାର ନ କର ପ୍ରପିତାମହ ବ୍ରହ୍ମା କୌତୁକରେ ଏ ସ୍ଥାନେ କାକର ମୁକ୍ତି ଦେଖିଲେ ଚକ୍ଷୁରେ ଜୀବର ଏ କର୍ମ ଫଳ କିଏ ବା ଜାଣଇ କ୍ଷେତ୍ର ମାହାତ୍ମ୍ୟ ବଖାଣେ ପ୍ରଭୁଙ୍କୁ ନମଇ ଯେ ଜନ ଏ କ୍ଷେତ୍ରେ ମଧ୍ୟ କରିଅଛି ବାସ ସେ ଜନ ନୁହିବ କେଉଁ କାଳେ ତୁମ୍ଭ ବସ ସୂର୍ଯ୍ୟପୁତ୍ର ଶୁଣ ମୁକ୍ତି କାମୀ ଜୀବଗଣ ଜୀବନ୍ମୁକ୍ତ ହୋଇ ବାସ କରନ୍ତି ଏ ସ୍ଥାନ ବିଷ୍ଣୁଙ୍କର ପ୍ରତିନିଧି ଲକ୍ଷ୍ମୀ ଦେବୀଙ୍କର ବାକ୍ୟ ଯମ ନିଜେ ଅହଙ୍କାର କଲେ ଦୂର କହିଲି ହେ ମାତ ଶୁଣ ତୁମ୍ଭେ ମୋର କଥା ଅନ୍ୟଠାରୁ ଶୁଣି ନାହିଁ ଏ କ୍ଷେତ୍ର ବାରତା କ୍ଷେତ୍ରର ଏ ଗୁପ୍ତ କଥା ଜାଣିବି କେମନ୍ତ ଯାହାର ସ୍ୱରୂପ ବେଦନା ନୁହଁଇ ବିଦିତ ପିତାମହ ନ ଜାଣନ୍ତି ମୁହିଁ କି ପ୍ରକାରେ ଜାଣିବି ଅହଙ୍କାର ତ ପୂର୍ଣ୍ଣେ ମୋ ହୃଦୟରେ ଏ କ୍ଷେତ୍ର ବର ମହିମା ଅଟଇ ଅନନ୍ତ କିପରି ଜାଣିବି ମୁହିଁ ଆଗୋ ଜଗନ୍ନାଥ କହୁଅଛି ଏ କ୍ଷେତ୍ରର ନିତ୍ୟ ଭଗବାନ ଅବସ୍ଥାନ କରି ମୁକ୍ତି କରନ୍ତି ପ୍ରଦାନ ଏଥିରେ ନାହିଁ ସଂଶୟ ନୁହେଁ ଅସମ୍ଭବ ଈଶ୍ୱରେଚ୍ଛା ନିରଙ୍କୁଶା ଏଥିରୁ ବୁଝିବ ଅନ୍ୟ କ୍ଷେତ୍ରେ ଭଗବାନ ଜୀବର ବନ୍ଦନ ଦାନ କରନ୍ତି ଏ କ୍ଷେତ୍ରେ କରନ୍ତି ଛେଦନ ଅନ୍ୟ କ୍ଷେତ୍ରେ ମନସ୍କାମ ପୂର୍ଣ୍ଣ ହୁଏ ହେଲେ କାମନା ତ୍ୟଜିଲେ ଏ କ୍ଷେତ୍ରେ ମୁକ୍ତି ମିଳେ କେଉଁ ହେତୁ ଭଗବାନ ଜୀବର ନିମତ ସ୍ୱର୍ଗ ନରକ ଏଇ ଦୁଇ ସର୍ଜିଲେ ନିଶ୍ଚିତ ଏ କ୍ଷେତ୍ରରେ ମୃତ୍ୟୁ ହେଲେ ଯଦି ମୁକ୍ତି ପ୍ରାପ୍ତି କହ ତେବେ କେତେ କାଳେ ଏ କ୍ଷେତ୍ରର ସ୍ଥିତି ଏ କ୍ଷେତ୍ରରେ ବାସ କଲେ ଲାଭ କେଉଁ ଫଳ କେତେ ତୀର୍ଥ କେଉଁ ସ୍ଥାନ ହରେ ଜୀବମଳ ଗୋପନୀୟ ସ୍ଥାନ କେତେ ରହିଛି ଏ କ୍ଷେତ୍ରେ ଅଧିଷ୍ଠାତି ଦେବତା ଯେ କିଏ ଏହି କ୍ଷେତ୍ରେ ଦୟାକରି ଏ ସମସ୍ତ କରନ୍ତୁ ବର୍ଣ୍ଣନ ନ କରିବି ଏହି କ୍ଷେତ୍ରେ ସୀମାକୁ ଲଙ୍ଘନ ନିର୍ଭୟରେ ଏହିଠାରୁ ଗମନ କରିବି ମାଗୋ ତୁମ୍ଭ ପାଦେ ପଦ୍ମେ ମନ ଭାବୁଥିବି କଳଖଣ୍ଡ ଦ୍ୱିତୀୟ ଅଧ୍ୟାୟ ସମାପ୍ତ ବିପଦ ସାଗରରୁ ରକ୍ଷା କର ଲକ୍ଷ୍ମୀକାନ୍ତ ଅଘଟନ ଘଟନାର ପଟାୟସୀ ମାୟା ଭିଆଇଅଛ ହେ ପ୍ରଭୁ ଯିବେ କରି ଦୟା ଏ ମାୟା ପାଶରେ ପଡ଼ି ଖେଳୁଅଛି ଜୀବ ତାହାକୁ କାଟିଲେ ଜୀବ ଶିବ ହୋଇଯିବ
ଅଧର୍ମ ଜୀବମାନଙ୍କୁ ଦୟା ବେଗେ କର, କରୁଛି ପ୍ରାର୍ଥନା ଦିନ ଦ୍ୱିଜ ହରିହର। ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେ ଲକ୍ଷ୍ମୀ ଯମରାଜ ସମ୍ବାଦେ କ୍ଷେତ୍ରମାହାତ୍ମ୍ये ବର୍ଣ୍ଣଂ ନାମ ଦ୍ୱିତୀୟ ଅଧ୍ୟାୟः। ଆନନ୍ଦେ ଏକବାର ହରି ବୋଲ।